ନୀଳଗିରି ଗାୟତ୍ରୀ ଶକ୍ତିପୀଠ ଆନୁକୂଲ୍ୟରେ ରେମୁଣା ବ୍ଲକ ଅନ୍ତର୍ଗତ ବିମ୍ବୁରିଆ ଗ୍ରାମରେ 3 ଦିନ ଧରି ପଞ୍ଚକୁଣ୍ଡ୍ୟ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ ହୋଇଅଛି। ଏହି ମହାଯଜ୍ଞ ଗତ 7 ତାରିଖ ଠାରୁ 9 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ପ୍ରଥମେ 150ରୁ ଅଧିକ ମା'ମାନଙ୍କୁ ନେଇ ଏକ ସୁନ୍ଦର କଳସ ଶୋଭାଯାତ୍ରା ହୋଇଯାଇଛି। ପରେ ଯୁଗ ସଙ୍ଗୀତ, ପ୍ରବଚନ, ଦେବପୂଜନ, ଯଜ୍ଞ, ଦୀପଯଜ୍ଞ, ଦୀକ୍ଷା ସଂସ୍କାର ଓ ପରେ ପୂର୍ଣ୍ଣାହୁତି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟତଃ 500ରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏହି ମହାଯଜ୍ଞରେ ନୀଳଗିରି ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ କାର୍ଯ୍ୟକର୍ତ୍ତା ପୂର୍ଣ୍ଣଚନ୍ଦ୍ର ବାରିକ, ଯତୀନ୍ଦ୍ର ଭୋଳ, ସୀତାନାଥ ବେହେରା, କାର୍ତ୍ତିକ ଲେଙ୍କା, ସୂର୍ଯ୍ୟକାନ୍ତ ବିନ୍ଧାଣୀ, ଗୋବିନ୍ଦ ଚନ୍ଦ୍ର ଖଣ୍ଡେଇ ଓ ଯଜ୍ଞ କମିଟିର ମୁଖ୍ୟ ହୃଦାନନ୍ଦ ସିଂହ, ନରୋତ୍ତମ ରାଉତ, ପ୍ରଦୀପ କୁମାର ସିଂହ, ଜଗବନ୍ଧୁ ପ୍ରଧାନ, କାର୍ତ୍ତିକ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସିଂହ ଓ ବହୁ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ମହାଯଜ୍ଞ ସଫଳ ହୋଇଅଛି।